কইছ কাড়িছি বেক বারে আদিত্য নারায়ণ বা আরে ମୁଁ ତ ତୁମକୁ ସତ ଧନ୍ୟବାଦ ଦେଇକି ରହିପାରୁନି ଆରେ ତୁମେ ରାଜଘର ଚାକର ଆମେ ବି ରାଜଘର ଚାକର ଆଜି ଭାଗ୍ୟର ବିଡ଼ମ୍ବନା ଦେଖ ତୁମେ ରାଜ୍ୟର ସମୁଦି ଆଉ ଆମେ ସେଇ ଚାକରକୁ ଚାକର ୱା ଆରେ ମୁଁ ତ ଭାବୁଛି ରାଜ୍ୟ ରାଜା ଏବେ ସେନାପତି ଦିଗ୍ବିଜୟ ସିଂ ଆଉ ମୁଁ ହେବି ତାଙ୍କର ମହାମନ୍ତ୍ରୀ କିନ୍ତୁ ଦେଖିଲା ବେଳକୁ ଭଲଟା ହେଲା ଓଲଟା ନା ये कथा देखिला को काई मो देहर हजम होने तुरंत जाकर ये कथा सेनापति को जणाइबी अरे एमिति गोड़ाई खांटई चकटी देबी मो कथारे सेई सेनापतिटा उठिबो आउ बसिबो अरे मो ना चट पात्र भरने थिले बेला पट्टा रागी गले पूरा छिन्न छछ आग जाए सेनापति को न जने गोलमाले जो ना रे पोपा मा মিছা 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 সব মিছা এ রাজ্যর জনপ্রজা মানে কোন সতরে গোটাଏ গোটাଏ পাগল আরে মানে যদি পাগল হই নথান্তে কেমিতি কৌথান্তে যে রাজা ও মন্ত্রীটা সমুদি হেইছন্তি সমুদি কাহাকে বিশ্বাস করিবি কেমিতি বিশ্বাস করিবি আরে কথার ଅଛି যেবে ন দেখিবা বেনি নয়নে পরতে ন জীব গুরু অচল ମୁଁ କେମିତି ବିଶ୍ୱାସ କରିବି ଯେ ରାଜା ଓ ମନ୍ତ୍ରୀଟା ସମୁଦି ହେଇଛନ୍ତି ଆରେ ଏଇଟା ଗୋଟିଏ କଥା ଏନେ ସେନାପତି ବାବୁ ପ୍ରଣାମ କଲି ହଁ ହଁ ଗୋମାସ୍ତା ଚଟପାତ୍ର ଆଜ୍ଞା ଏ ଅବେଳରେ ଏଠାରେ ଏ ଅବେଳେ ତ ଚଟ ଟାକିଲା ଏ ଚଟ ଆଜ୍ଞା ଆରେ କଣ କହିବାକୁ ଚାହୁଁଛ ତାହେଲେ ଶୁଣିବା ତ ଆଜ୍ଞା ଆରେ ଯାହା କହିବାର ଅଛି ସିଧା ସିଧା କୁହ ବଳିଷ୍ଠ ବିରହ ଶୁଣ ମୋହର ଗିର ବଳିଷ୍ଠ ବିରହ ହାତ ଛଡ଼ା ହେବ ହାତ ଛଡ଼ା ହେବ ହାତ ଛଡ଼ା ହେବ হে ହାତ ଛଡ଼ା ହେବ ହାତ ଛଡ଼ା ହେବ ସୁଯୋଗ ତୋର ବଳିଷ୍ଠ ବୀର ଏ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବୀର ନା ତୁମର ଗୋମାସ୍ତା ଚଟପାତ୍ର ଆରେ ମୁଁ କିଏ ଆପଣ ଯଦି କାଶୀ ରାଜ୍ୟର ଆରେ ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି ଏ ରାଜ୍ୟଟା ହେଉଛି ମୋର ହାତ ମୁଠାରେ ଆଉ କଣ ମୋର ହାତ ଛଡା ଆରେ ଏତେ ବଡ ବୀର ଓଇର ରାଜ୍ୟରେ କେତେ ଦିନ ଖଟୁଥିବ ଏ ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କରିର ସୁଯୋଗ ରାଜସିଂହାସନ ଛଡ଼ା ବୀର ତମରୁ ବନ୍ଦନ୍ତି ଆହେ ସେନାପତି ତମରୁ ବନ୍ଦନ୍ତି ଆହେ ସେନାପତି କାଶୀ ରାଜ୍ୟରେ ତୁ ଏଥର ବଳିଷ୍ଠ ବୀର শুনো কানে শুনো নাকে শুনো মোহর গির শুনো মোহর গির বলিষ্ঠ বিরহ না କଣ କହିଲୁ ନାଇଁ ନାଇଁ କଣ କହିଲୁ শুনিবানি নাই ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି ରାଜା ହେଉଛନ୍ତି ମୋ ପାଇଁ ଭଗବାନ ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା ଆରେ ଯାହାର ଅନ୍ନରେ ଆମ୍ଭେମାନେ ସମସ୍ତେ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି ଚଟ ମନେ ରହ ରାଜାଙ୍କ ବିରୁଦ୍ଧରେ ଯଦି ଶଳା ପଦୁଟିଏ କହିବୁ ତୋର ଜିଭଟାକୁ ଟାଣି ଆଣିବି ମୋ ଜୀବକୁ ସିନା ଟାଣି ଆଣିବେ ଏପଟେ ରାଜା ଓ ମନ୍ତ୍ରୀଟା ସମୁଦି ହେଲେଣି ଭଲ ହେଇଛି କଣ ଭଲ ଯାହା ହେଇଛି ଠିକ ହେଇଛି କଣ ଠିକ ହେଇଛି ଏଇ ଲୋକମାନଙ୍କ କଥାକୁ ବିଶ୍ୱାସ କରିପାରୁନଥିଲି ଏଇନେ ତୋ ମୁହଁରୁ ଶୁଣିଲି ମତେ ବିଶ୍ୱାସ ହେଇଗଲା ଆଉ ନା ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ ବାହାଘର
ଏ ଝଟ ଆଜ୍ଞା ଆରେ ବିଚରା ମନ୍ତ୍ରୀ ଏ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା ନିଜ ସ୍ତ୍ରୀ ତ ଏ ଝଟ ଛାତିଟା ଫାଟି ଏବେ ଫାଟିବ କେମିତି ଛାତିଟା ଫାଟିବନି ଯେତେ ଯାହା ହେଲେ ବି ସେ ହେଉଛି ଆମ ସହକର୍ମୀ ସହକର୍ମୀ ନୁହଁ ସଡୁ ଭାଇ ଝଟ ଗୁରୁ ଭାଇ ଏ ଝଟ ଆରେ ମନରେ ଥରେ ଭାବିଦେ ମନରେ ଥରେ ଚିନ୍ତା କରିଦେ ସେ ବିଚରା ମନ୍ତ୍ରୀଟା ସେ କଳା ଛୁଆର ଲାଳନ ପାଳନ କରିବ ନା ରାଜକାର୍ଯ୍ୟ କରିବ ନା ସେଇ ଛୁଆର ଲାଳନ ପାଳନ କରିବ ତେଣୁ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ ବାହାଘର ଆଉ ସେ ବାହାଘରେ ଆମେ ଯାଇକି ସମସ୍ତେ ଏ ଜଟ ରାଜା ଘର ଭୋଜିରେ ଛଡା ଗେଫା ମାରିବା ପାଇଁ କଣ ତୋର ଇଚ୍ଛା ହେଉନି ଭୋଜି ଖାଇବେ କେତେବେଳେ ଆଜ୍ଞା ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା ଆମର ଏଇ ସେନାପତି ଦରକାର ନାହିଁ ଆମ ସେନାପତି ବାଜ୍ୟ ଲୋକ ଆମ ସେନାପତି ଧୋକାବା ଆମ ସେନାପତି ଚରିତ୍ରହୀନ ଆମ ସେନାପତି ମାଇଚିଆ ଆମ ସେନାପତି କୁକୁର ଆଉ ଏଇ ସେନାପତି ତଣ୍ଟିଆ ମାରିକି ବାହାର କରିଦେବା ଓ ସେନାପତି କୁହ ଏତେ କଥା ଶୁଣିସାରିଲା ପରେ ରାଜ୍ୟ ରାଜା ହବ ବିଦାୟ ହବ ତୁମେ ବାବୁନି ସବ ଏ ରାଜ୍ୟର ରାଜା ହେବି ରାଜା ଏ ଜଟ ସାମାନ୍ୟ ମନ୍ତ୍ରୀଟା ରାଜାର ସମଧି ହେଇଗଲା ବୋଲି ମତେ ରାଜ୍ୟର ବିତାଡ଼ିତ କରିବ ମନରେ ବାର କଥା କହିବ ନାଇଁ ମାରା ମାରିତେ ଏ ଜଟ ଆଜ୍ଞା ଅସଳ ଖିଲାଟା ହେଲା ସେଇ ମନ୍ତ୍ରୀର କଳା ଛୁଆଟା ଆଉ ସେ ଛୁଆଟାକୁ ଯଦି ମାରିଦିଏ ନା ଥିବା ମାଉସ ନା ବାଜିବ ବଇସି ଆବଶ୍ୟକ ପଡ଼ିଲେ ମନ୍ତ୍ରୀଟାକୁ ବି ଛାଡ଼ି ଆଉ ନା ଆଉ ମନ୍ତ୍ରୀ କଥାରେ ଯଦି ରାଜାଟା ଯଦି ବସ ଉଠ ବସ ମାରିଦେ ଆସ୍ତେ ଏ ବହି ଯାଉଥିବା ପବନର ବି କାନ ଅଛି ଏଇ ତୋ ମୋ ବ୍ୟତୀତ ଏ କଥା କେହି ଜାଣି ଆଉ ନା ଏବେ ଚାଲ ଚାଲନ୍ତୁ ଆଜ୍ଞା ଦେଖିବା ସେ ମନ୍ତ୍ରୀଟା ତା ପୁଅକୁ ନେଇ କୁଆଡେ ଯାଇଛି ଏବେ ଚାଲ ଏ ଛୋଟ ଆଜ୍ଞା ଏବେ କିଏ କିଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା ଆମ୍ଭ ଦି ଜଣଙ୍କ କଥା ଶୁଣି ଦେଇଛି ଏ କଥା ଯାଇକି ରାଜାଙ୍କୁ କହିଦେଲେ ସବୁ ସରିଗଲା ସେ ଯେ ହଉନା କାହିଁକି ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟ ଦୌଡ଼ିକି ଗଲାଣି ହେଲେ ଶୁଣ ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରିଦେବା चल ଚାଲନ୍ତୁ ଆଜ୍ଞା देखिवा କୋଉ ଛଡା ଆମ୍ଭ କଥା ଶୁଣିଛି ଏବେ ଚାଲ ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରେଇବା ପାଇଁ ଶକୁନିଟା ପୋଷା କାଟି ଫେଙ୍ଗିକି ରାଜା କରେଇଥିଲା କିନ୍ତୁ ମୋ ହାତରେ ତ ପୋଷା କାଟି ନାହିଁ କେମିତି ରାଜା କରେଇବି ସେନାପତିଟାକୁ ଜଟ ପାତ୍ର ମୁଁ ଜଟ ପାତ୍ର ভরে দিলে বেলা পটলাও রাখি করলে পুরো আছিন্ন ছত্র আরে চলো চলো হেই মনে পড়ি যাই সেই অতীতর কথা এই কাশী রাজ্যর রাজাকে যেতেবেলে মো ভৌণী ভাল পাই বসিলা আরে মু তো খুশিরে পাগল হয়ে যাইছিলি পাগল সামান্য চাকরর ভৌণী পুଣି রাজা ঘর বউ হব রাজা হস্তরু শঙ্কা পিঁধিব মথারে সিন্দুর নব কিন্তু সর্বশেষ রাজাটা অন্য কাহাକୁ বাହା ହେଇ ପଡ଼ିଲା সেই কথা শুনিকি মো ভৌণীটা আত্মহত্যা করে দেলা
ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା, କିନ୍ତୁ ତା ଜଟ ଭାଇଟା ବଞ୍ଚିଛି। ଛାଡ଼ିବିନି ବେ, ରାଜବଂଶକୁ ସମୂଳେ ଧ୍ୱଂସ କରିଦେବି, ଧ୍ୱଂସ। ଏ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଏ, ଆଜି ଜଟପାତ୍ର ଶପଥ କରିକି କହୁଛି, ରାଜବଂଶକୁ ଧ୍ୱଂସ ନ କରା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବିନି। ଜଟପାତ୍ର, ମୁଁ ଜଟପାତ୍ର। ଘରରେ ଥିଲା ବେଳ ପଟାଉରୁ ଆକି ଗଲେ ପୁରା ଛିନ୍ନ ଛାଡ଼।